ଆଜିର ଚିନ୍ତା, ପ୍ରଭୁ ମୋର ଆଶ୍ରୟ ଓ ଦୁର୍ଗ ହୋଇ ପାରିଛନ୍ତି କି? ଗୀତ ସଂହିତା 91 ଅଧ୍ୟାୟ 1 ପଦଠାରୁ 16 ପଦ। ଇସ୍ରାଏଲର ସନ୍ତାନଗଣ ପ୍ରାନ୍ତରରେ 40 ବର୍ଷ ଯାତ୍ରା କରିଥିବା ଏକ ସତ୍ୟ ଘଟଣା ଥିଲା। ଉକ୍ତ ଯାତ୍ରା ଉଦ୍ଦେଶ୍ୟରେ ଲେଖାଯାଇଥିବା ଆଜିର ପଠିତ ପର୍ବ ବର୍ଷର ପ୍ରାରମ୍ଭରେ ଚିନ୍ତା କରିବା କ'ଣ ଗୁରୁତ୍ୱପୂର୍ଣ୍ଣ ଓ ସମୟୋପଯୋଗୀ ନୁହେଁ? ଈଶ୍ୱର ଆପଣା ଲୋକମାନଙ୍କ ନିମନ୍ତେ ସର୍ବଦା ମନୋଯୋଗୀ। ଆମେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ, ତେଣୁ ପ୍ରକୃତ ପଥ ଜାଣିବା ଏକାନ୍ତ ଆବଶ୍ୟକ। ଯାତ୍ରା ପଥରେ ରହିଛି ଅନେକ ସମସ୍ୟା, ବିପଦ, ଆପଦ, ରୋଗ, ସଙ୍କଟ, ପ୍ରତିବନ୍ଧକ ଓ ଶତ୍ରୁର ଫାନ୍ଦ। ଯଦି ଆମେ ସର୍ବଶକ୍ତିମାନ ପ୍ରଭୁ ଯୀଶୁଙ୍କଠାରେ ଆଶ୍ରୟ ନେଉ, ସେ ଆମକୁ ରକ୍ଷା କରିବେ। ଜୀବନ ଯାତ୍ରାରେ ଅଛି ବ୍ୟାଧର ଫାନ୍ଦ ଓ ସର୍ବନାଶକ ମହାମାରୀ। ରାଜା ସାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରିଥିଲେ। ଶତ୍ରୁମାନେ ତାଙ୍କର କିଛି କରିପାରିନଥିଲେ। ଅନ୍ୟପକ୍ଷରେ ଈଶ୍ୱର ଶତ୍ରୁମାନଙ୍କ ସାକ୍ଷାତରେ ଦାଉଦଙ୍କ ସମ୍ମୁଖରେ ମେଜ ସଜାଉଥିଲେ। ସୁତରାଂ ଈଶ୍ୱର ସତ୍ୟତା ରୂପ ଢାଲ ଦ୍ୱାରା ବିଶ୍ୱାସୀଙ୍କୁ ରକ୍ଷା କରନ୍ତି। ଇସ୍ରାଏଲ ସନ୍ତାନଗଣଙ୍କୁ ମେଘସ୍ତମ୍ଭ ଓ ଅଗ୍ନିସ୍ତମ୍ଭ ଦେଇ ସେ କଢ଼ାଇ ଆଣିଥିଲେ। ସେ ରାତ୍ରି ଓ ଦିବସର ସମସ୍ତ ବିପଦରୁ ରକ୍ଷା କରିବେ। ଯୀଶୁ ପ୍ରାନ୍ତରରେ 40 ଦିନ ରହି ଶୈତାନ ଦ୍ୱାରା ପରୀକ୍ଷିତ ହେବା ସମୟରେ ସେ ମୂଷାଙ୍କ ଲିଖିତ ଦ୍ୱିତୀୟ ବିବରଣ ପୁସ୍ତକରୁ ହିଁ ବାକ୍ୟ ପ୍ରୟୋଗ କରି ଶୈତାନକୁ ପରାସ୍ତ କରିଥିଲେ। ଆଜିର ପାଠ୍ୟାଂଶରେ 11-12 ପଦକୁ ଉଦ୍ଧୃତ କରି ଶୈତାନ ଯୀଶୁଙ୍କୁ ପରୀକ୍ଷା କରିବାର ଦେଖାଯାଏ। ସିଂହ ଓ କାଳସର୍ପ ଶୈତାନର ନିଦର୍ଶନ। ତଥାପି ଈଶ୍ୱର ସିଂହ ଓ କାଳସର୍ପ ଉପରେ ବିଶ୍ୱାସୀଙ୍କୁ କ୍ଷମତା ଦେଇଅଛନ୍ତି। ସେହି ବିଜୟୀ ପ୍ରଭୁ ଆମ ସହବର୍ତ୍ତୀ ହୋଇ ରକ୍ଷା କରିବେ। ଆସନ୍ତୁ ଆମେ ସେହି ସର୍ବପରିସ୍ତଙ୍କ ଆବୃତ ସ୍ଥାନରେ ବାସ କରିବାକୁ ଏହି ବର୍ଷଟି ସାରା ଯତ୍ନ କରୁ। ତେବେ ଆସୁ ଆମେ ଏକ ଛୋଟ ପ୍ରାର୍ଥନା କରିବା। ପ୍ରଭୁ, ତେବେ ମୋ ସଙ୍ଗରେ ରହି ବର୍ଷଟି ସାରା ଉପଯୁକ୍ତ ପଥରେ କଢ଼ାଇ ନିଅ। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍।